Hi friends, welcome to our YouTube channel SBM Coaching Center. Friends, ଆଜି ଆମେ ଦେଖିବା ତୁମ ଦଶମ ଶ୍ରେଣୀର ସାହିତ୍ୟ ବହିରେ ଥିବା ମାତୃଭାଷା ଓ ଲୋକଶିକ୍ଷାର ପ୍ରଶ୍ନ ଉତ୍ତର ଏବଂ ଯାହାର ଲେଖକ ହେଉଛନ୍ତି ଶ୍ରୀଯୁକ୍ତ ଗୋଲୋକ ବିହାରୀ ଧଳ। ଚାଲନ୍ତୁ ଆମେ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ଯଦି ଆପଣମାନେ ପ୍ରଥମ କରି ଆମର ଏହି ଚ୍ୟାନେଲକୁ ଦେଖୁଛନ୍ତି ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦେବେ। ଯାହାଫଳରେ ବନ୍ଧୁଗଣ ଯେତେବେଳେ କୌଣସି ଆମର ଏକ୍ଜାମ ରିଲେଟିଭ୍ ଭିଡ଼ିଓ କିମ୍ବା କ୍ୱେଶ୍ଚିନ୍ ଆନ୍ସର ପଠାଇବୁ ତାହେଲେ ସର୍ବପ୍ରଥମେ ଆପଣମାନେ ଏହାର ପ୍ରଥମ ନୋଟିଫିକେସନ୍ ପାଇପାରିବେ ଏବଂ ଭିଡ଼ିଓଟିକୁ ମଧ୍ୟ ଦେଖିପାରିବେ। ତ ଚାଲନ୍ତୁ ଆମେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ଏହାର ଏକ ନମ୍ବର ପ୍ରଶ୍ନ କହିଛି ନିର୍ଦ୍ଦିଷ୍ଟ ଉତ୍ତରମୂଳକ, ଯେମିତିକି ଦେଖନ୍ତୁ ଏକ ନମ୍ବର ଦୁଃଯୁକ୍ତ ଭାଗ୍ୟ ଦୁର୍ଭାଗ୍ୟ, ସେହିପରି ଦୁ ଉପସର୍ଗ ଲଗେଇକି ଆଉ 4ଟି ପ୍ରଶ୍ନର ଉତ୍ତର ଲେଖ ବୋଲି କହିଛି, ଶବ୍ଦ ଲେଖ ବୋଲି କହିଛି। ଦେଖନ୍ତୁ ଦୁଯୁକ୍ତ ଶାସନ ଦୁଶାସନ, ଦୁଯୁକ୍ତ ମତି ଦୁର୍ମତି, ଦୁଯୁକ୍ତ ଚିନ୍ତା ଦୁଶ୍ଚିନ୍ତା, ସେହିପରି ଦୁଯୁକ୍ତ ଯୋଗ ଦୁର୍ଯୋଗ, ଦୁଯୁକ୍ତ ସହ ଦୁଃସହ, ଦୁଯୁକ୍ତ ଛେଦ୍ୟ ଦୁଚ୍ଛେଦ୍ୟ। ସାଙ୍ଗମାନେ ଆପଣମାନଙ୍କୁ ଯେକୌଣସି 4ଟି ଲେଖିବାକୁ କହିଛି, ସେଥିପାଇଁ ଆପଣମାନଙ୍କୁ ଯେକୌଣସି ସହଜରେ ମୁଁ 6ଟା ଏଠି ଦିଆଯାଇଛି, ତ ସେଥିପାଇଁ ଆପଣମାନେ ନିଜ ଇଚ୍ଛାରେ 4ଟି ଲେଖିପାରିବେ। ତାପରେ ଦେଖିବା 2 ନମ୍ବର ପ୍ରଶ୍ନ। 2 ନମ୍ବରରେ କହିଛି ଅନ୍ନ ବସ୍ତ୍ର ପରି ଆଉ 4ଟି ଯୋଡ଼ା ଶବ୍ଦ ପଠିତ ବିଷୟରୁ ଚୟନ କର। ଯେମିତି ଅନ୍ନ ବସ୍ତ୍ର, ଏଇ ଯେଉଁ ପଠିତ ବିଷୟ ଆପଣମାନଙ୍କର ମାତୃଭାଷା ଲୋକଶିକ୍ଷା ବହିରେ ଯେଉଁ ଗୁଡ଼ିକ ଅଛି ସେଗୁଡ଼ିକ ଟିକେ ଯୋଡ଼ା ଶବ୍ଦ ଗୁଡ଼ିକୁ ଲେଖିବାକୁ ଏଠି କୁହାଯାଇଛି। ତ ଯେମିତି ଦେଖ ଅନ୍ନ ବସ୍ତ୍ର, ଯେମିତି ସ୍କୁଲ କଲେଜ ମଧ୍ୟ ସେମିତି, ଛୋଟ ବଡ଼ କାନ୍ଥ ବାଡ଼ ବାଣିଜ୍ୟ ବ୍ୟବସାୟ ରାସ୍ତାଘାଟ ଏବଂ ଗଛ ପତ୍ର ପୁଅ ଝିଅ, ଏଗୁଡ଼ିକ ମଧ୍ୟରୁ ଆପଣମାନେ ଯେକୌଣସି 4 ଯୋଡ଼ା ଲେଖିପାରିବେ। 3 ନମ୍ବର ଦେଖିବା। 3 ନମ୍ବର କହିଛି ଯେପରି ମଞ୍ଚ ଶବ୍ଦରେ ଇକ ପ୍ରତ୍ୟୟ ଲାଗି ମାନସିକ ହୋଇଛି, ସେହିପରି ଆଉ କେତେକ ପ୍ରତ୍ୟୟ ଲଗେଇକିରି ବାକ୍ୟ ଇକ ପ୍ରତ୍ୟୟ ଲଗେଇକିରି ବାକ୍ୟ ଗଠନ କର ବୋଲି ଏଠି କୁହାଯାଇଛି। ହେଲା, ଯେମିତିକି 4ଟି ବୋଲି କୁହାଯାଇଛି। ମନସ୍ଯୁକ୍ତ ଇକ ମାନସିକ, ଅଣୁଯୁକ୍ତ ଇକ ଆଣବିକ, ମୂଳ ଯୁକ୍ତ ଇକ ମୌଳିକ, ରଜସ ଯୁକ୍ତ ଇକ ରାଜସିକ, କାୟ ଯୁକ୍ତ ଇକ କାୟିକ, ଦିନ ଯୁକ୍ତ ଇକ ଦୈନିକ। ସେମିତି ଆପଣମାନେ ମଧ୍ୟ ଏଥିରୁ 4ଟି ମଧ୍ୟ ଆଲୋଚନା ବା ଖାତାରେ ଲେଖିପାରିବେ। ହେଲା ପିଲେ, 4 ନମ୍ବର ପ୍ରଶ୍ନକୁ ବର୍ତ୍ତମାନ ଯିବା। 4 ନମ୍ବରରେ କହିଛି ଛନ୍ଦି ବିଚ୍ଛେଦ ବା ସନ୍ଧି ବିଚ୍ଛେଦ କର। କ'ଣ ସନ୍ଧି ବିଚ୍ଛେଦ କରିବେ? ସର୍ବୋତ୍କୃଷ୍ଟକୁ ଯଦି ଆମେ ସନ୍ଧି ବିଚ୍ଛେଦ କରିବା ତାହେଲେ ସର୍ବଯୁକ୍ତ ଉତ୍କୃଷ୍ଟ ସର୍ବୋତ୍କୃଷ୍ଟ। ସେମିତି ନିରବିଚ୍ଛିନ୍ନ ନିରହ ଯୁକ୍ତ ବିଚ୍ଛିନ୍ନ ନିରବିଚ୍ଛିନ୍ନ ହବ। ଉନ୍ମୋଚନ ଉତ୍ ଯୁକ୍ତ ମୋଚନ ଉନ୍ମୋଚନ ହବ। ସେମିତି ଆଉ କ'ଣ ହବ? ନିରଳସ କହିଛି ନିଯୁକ୍ତ ଅଳସ ନିରଳସ, ନିଶ୍ଚୟ ନିଯୁକ୍ତ ଚୟ ହବ ନିଶ୍ଚୟ। ହେଲା ପିଲେ, ଏ ଥିଲା 4 ନମ୍ବର। ଦେଖିବା ବର୍ତ୍ତମାନ ଆପଣମାନଙ୍କର 5 ନମ୍ବର ଦେଖିବା। ବିପରୀତ ବୋଧକ ଅର୍ଥ ଲେଖ ବୋଲି କୁହାଯାଇଛି। ବିପରୀତ ଅର୍ଥ ଯେମିତି ଜ୍ଞାନୀର ଅଜ୍ଞାନ, ଆମଦାନୀ ରପ୍ତାନି, ସନ୍ଦେହ ନିଃସନ୍ଦେହ। ସେମିତି ଆଉ କୁହାଯାଇଛି ଆରମ୍ଭ ଆରମ୍ଭର ଶେଷ, ସୁଯୋଗ ଦୁର୍ଯୋଗ, ଆଦର୍ଶ ଅନାଦର୍ଶ ଇତ୍ୟାଦି। ଏଗୁଡ଼ିକ ହେଉଛି ବିପରୀତ ବୋଧକ। ତାପରେ ଦେଖନ୍ତୁ କ ସ୍ତମ୍ଭ ସହିତ ଖ ସ୍ତମ୍ଭ ଯୋଗ କରିବା ପାଇଁ କହିଛି। ଗଣତନ୍ତ୍ର ସହିତ ଶିକ୍ଷା, ହିବ୍ରୁ ଭାଷା ଇସ୍ରାଏଲ, ମାତୃଭୂମି ସହିତ ମାତୃଭାଷା, ଅଦୃଶ୍ୟ ଦ୍ରଷ୍ଟା ସହିତ ଗାନ୍ଧିଜୀ ଏବଂ ସଂସ୍କୃତି କେନ୍ଦ୍ର ହେଉଛି ପୁରୀ, କୃଷି ହେଉଛି ଟେକ୍ନିକାଲ ଇଡିୟମ। ହେଲା, ଏମିତି ଆପଣମାନେ କ ସ୍ତମ୍ଭ ସହିତ ଖ ସ୍ତମ୍ଭ ଯୋଗ କରାଇଦେବେ। 7 ନମ୍ବର ଦେଖିବା। 7 ନମ୍ବରରେ କହିଛି କ ନମ୍ବର ଠିକ କହିଛି ପ୍ରଦତ୍ତ ଉତ୍ତର ଗୁଡ଼ିକରୁ ଠିକ ଉତ୍ତରଟି ବାଛ। ଦେଖନ୍ତୁ ଏଇଠି ଉତ୍ତର ଦିଆଯାଇଛି, ଏହାର ସଠିକ ଉତ୍ତରକୁ ଆମେ ବାଛିକିରି ଏହି ଯେଉଁ ସାରଣୀରେ ଲେଖିବା। ଅନ୍ନଦାଶଙ୍କରଙ୍କର ମାତୃଭାଷା କ'ଣ ଥିଲା? ଅନ୍ନଦାଶଙ୍କର କ'ଣ ଓଡ଼ିଆ ନା ବଙ୍ଗାଳୀ ନା ଇଂରାଜୀ, ତାଙ୍କର ହିନ୍ଦୀ, କୋଉଟା ତାଙ୍କର ମାତୃଭାଷା ଥିଲା? ନା ଅନ୍ନଦାଶଙ୍କର ରାୟଙ୍କର ମାତୃଭାଷା ହେଉଛି ବଙ୍ଗଳା। ହେଲା, କ'ଣ ବଙ୍ଗଳା ହବ ରାଇଟ ଆନ୍ସର ପିଲେ। ଇସ୍ରାଏଲ ସହିତ ଡେସ୍ ଭାଷା ସମ୍ପର୍କିତ।
ଇସ୍ରାଏଲ ସହିତ ହିବ୍ରୁ ଭାଷା ସମ୍ପର୍କିତ। ତାଙ୍କର ମାତୃଭାଷା ପିଲେ କ'ଣ? ହିବ୍ରୁ। ନେକ୍ସଟ ଦେଖିବା ଗ ନମ୍ବର, ଡେ ସ୍ୱାଭାବିକ କବି ଅଟନ୍ତି। ସ୍ୱାଭାବିକ କବି କି ଆମର ସ୍ୱଭାବ କବି ଗଙ୍ଗାଧର ମେହେର ନା ଗଙ୍ଗାଧର ମେହେର ହଉଛନ୍ତି ଆମର ସ୍ୱଭାବ କବି। ହେଲା, କି କବି? ସ୍ୱଭାବ କବି। 8 ନମ୍ବର ଦେଖିବା, ଜନତାର ପ୍ରଥମ ପ୍ରୟୋଜନ କ'ଣ? ଜନତାର ପ୍ରଥମ ପ୍ରୟୋଜନ ହେଉଛି ପିଲାମାନେ ଆଞ୍ଚଳିକ ଭାଷା। 9 ନମ୍ବର ଦେଖିବା, ଦେଶଭକ୍ତ ବୋଲି କାହାକୁ କୁହାଯାଇ ପାରିବ ନାହିଁ? ଯେଉଁ ଲୋକର ମାତୃଭାଷା ପ୍ରତି ମମତା ନାହିଁ ତାକୁ ଦେଶଭକ୍ତ କୁହାଯାଇ ପାରିବ ନାହିଁ। କ'ଣ ନାହିଁ? ନା ମାତୃଭୂମି ପ୍ରତି ମାତୃଭାଷା ପ୍ରତି ଯଦି ମମତା ନାହିଁ ତାକୁ କ'ଣ ଦେଶଭକ୍ତ କୁହାଯିବ ନାହିଁ। ତାପରେ ଦେଖିବା 10 ନମ୍ବର, ଗଣତନ୍ତ୍ରର ମୂଳ ମନ୍ତ୍ରଟି କ'ଣ ହେଉଛି? ଗଣତନ୍ତ୍ରର ମୂଳ ମନ୍ତ୍ର ହେଉଛି ଶିକ୍ଷା। ମନେ ରଖନ୍ତୁ, ଗଣତନ୍ତ୍ର ମୂଳ ମନ୍ତ୍ର କହିଲେ କାହାକୁ ବୁଝାଏ? ଶିକ୍ଷାକୁ ବୁଝାଏ। ସେହିପରି ସମୂହ ଜନତା ଅଳ୍ପ ସମୟ ମଧ୍ୟରେ କିପରି ଶିକ୍ଷିତ ହୋଇପାରିବେ? ସମୂହ ଜନତା ଅଳ୍ପ ସମୟ ମଧ୍ୟରେ ମାତୃଭାଷା ଦ୍ୱାରା ଯଦି ଆମେ ଶିକ୍ଷା ଦେବା ତାହେଲେ ସେମାନେ କ'ଣ ହୋଇପାରିବେ? ଶିକ୍ଷିତ ହୋଇପାରିବେ। 12 ନମ୍ବର ଦେଖିବା, ବିଦେଶୀ ଭାଷା ଲୋକମାନଙ୍କ ଭିତରେ ସହଜରେ ପ୍ରସାରିତ ନ ହେବାର କାରଣ କ'ଣ? ନା ବିଦେଶୀ ଭାଷା ଲୋକମାନଙ୍କ ମଧ୍ୟରେ ସହଜରେ ପ୍ରକାଶିତ ହୋଇପାରୁନାହିଁ, ନା ସବୁ ଲୋକ ବିଦେଶୀ ଶିକ୍ଷା ପାଇପାରନ୍ତି ନାହିଁ। ତେଣୁ ଏହା ଲୋକମାନଙ୍କ ପାଖରେ ସହଜରେ କ'ଣ ହୁଏ ନାହିଁ? ସହଜରେ ପ୍ରସାରିତ ହେଉନାହିଁ। ନେକ୍ସଟ ଦେଖିବା 13 ନମ୍ବର ପ୍ରଶ୍ନ, କେଉଁ ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧୀଜୀ ପ୍ରଥମେ ପ୍ରୟାସ କରିଥିଲେ? ବିଦେଶୀ ଭାଷା ଦ୍ୱାରା ପାଠୁଆ ଅପାଠୁଆ ଭେଦ ନ ହୋଇ ଏକ ଘର ଭିତରେ ମଧ୍ୟ ଯେଉଁ ଅଦୃଶ୍ୟ ପାଚେରୀ ହୋଇ ଉଠିଥିଲା ସେହି ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧୀଜୀ ପ୍ରଥମେ ପ୍ରୟାସ କରିଥିଲେ। ତାପରେ ଦେଖିବା 14 ନମ୍ବର, କୃଷି ବିଷୟକ ଶିକ୍ଷା ମାତୃଭାଷାରେ ହେଲେ କି ସୁଫଳ ହୋଇଥାନ୍ତା? କୃଷି ବୈଷୟିକ ଶିକ୍ଷା ମାତୃଭାଷାରେ ଯଦି ହେଇଥାନ୍ତା ତାହେଲେ ଦେଶର ଇଂରାଜୀ ଅନଭିଜ୍ଞ ଅଥଚ ଭଲ ଅଭିଜ୍ଞ କୃଷକମାନେ କୃଷି ବିଷୟରେ ଶିକ୍ଷା ଲାଭ କରିପାରିଥାନ୍ତେ। ହେଲା, ହେଲେ ଏ ଥିଲା ଆପଣମାନଙ୍କ 14 ନମ୍ବର। ନେକ୍ସଟ ଦେଖିବା ଆମେ 15 ନମ୍ବର, ମାତୃଭାଷା ସମ୍ପର୍କରେ ଗାନ୍ଧୀଜୀ ଏବଂ ରବୀନ୍ଦ୍ରନାଥଙ୍କର ଦୃଷ୍ଟିକୋଣ କିପରି ଥିଲା? ଦେଖନ୍ତୁ, ଗାନ୍ଧୀଜୀ ଏବଂ ରବୀନ୍ଦ୍ରନାଥ ମାତୃଭାଷା ସମ୍ପର୍କରେ ଯାହା କହୁଥିଲେ ସେମାନେ କେବଳ ତାହା ଜାତୀୟ ସ୍ରୋତରେ ଭାସି ଯାଇ ତାହା କହୁନଥିଲେ। ସେମାନଙ୍କର ଦୃଷ୍ଟିକୋଣ ଥିଲା ଖୁବ ପ୍ରାକ୍ଟିକାଲ। ସେମାନଙ୍କ ଦୃଷ୍ଟିକୋଣ ଅନୁସାରେ ମାତୃଭାଷାର ଉନ୍ନତି ଏକାନ୍ତ ଆବଶ୍ୟକ ଏବଂ ମାତୃଭାଷା ସବୁ ଶିକ୍ଷାର କ'ଣ? ମୂଳ ମନ୍ତ୍ର ପିଲେ। ମାତୃଭାଷା କ'ଣ? ସବୁ ଶିକ୍ଷାର ମୂଳ ମନ୍ତ୍ର। ହେଲା, ଏ ଥିଲା ଆପଣମାନଙ୍କର କୋଉ ନମ୍ବର? 15 ନମ୍ବର। ତାପରେ ଦେଖିବା 16 ନମ୍ବର। 16 ନମ୍ବର କୁହାଯାଇଛି, ରୁଷ ସରକାର ପ୍ରତ୍ୟେକ ସୋଭିଏତରେ ଲୋକମାନଙ୍କୁ କେଉଁ ଅଧିକାର ଦେଇଛନ୍ତି? ରୁଷ ସରକାର ପ୍ରତ୍ୟେକ ସୋଭିଏତର ଲୋକମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷା ଏବଂ ଶାସନ ଚଳାଇବାର ଅଧିକାର ଦେଇଛନ୍ତି। ଗାଁ ଗହଳିରେ ଇଂରାଜୀ ପଢୁଆ ବିଡିଓ ଏବଂ ପଞ୍ଚାୟତର ଇଞ୍ଜିନିୟରଙ୍କ ଉଦାହରଣ ଦେଇ ଲେଖକ କି ମନ୍ତବ୍ୟ ଦେଇଛନ୍ତି? ନା ଦେଇଛନ୍ତି ଯେ ଇଂରାଜୀ ପଢୁଆ ବିଡିଓ ଏବଂ ଇଞ୍ଜିନିୟର ମାନେ ଇଂରାଜୀରେ କଥା ହେଉଥିଲା ବେଳେ ବିଚାରା ପଞ୍ଚାୟତ ସରପଞ୍ଚ କିଛି ନ ବୁଝିପାରି ସଂକୁଚିତ ଭାବରେ କ'ଣ ହୋଇଥାଏ? ଠିଆ ହୋଇଥାଏ। ତାପରେ 18 ନମ୍ବର କହିଛି, କେଉଁ ସାଧାରଣ ବା କେଉଁ ଘଟଣା ପାଇଁ ସ୍କଟଲ୍ୟାଣ୍ଡରେ ମାସ ମାସ ଧରିକିରି ଆନ୍ଦୋଳନ ଚାଲିଥିଲା ପିଲେ? ଦେଖନ୍ତୁ, ଲଣ୍ଡନରେ ଥିବା କଣ୍ଡୁକ୍ଟ ଷ୍ଟ୍ରିଟ୍ ନାମକୁ BBC ସମ୍ବାଦପତ୍ର ପ୍ରଚାର ବେଳେ ଯେଭଳି ଭାବରେ ଉଚ୍ଚାରଣ କଲା ତାହା ସ୍କଟଲ୍ୟାଣ୍ଡର ଲୋକେ ପସନ୍ଦ କଲେ ନାହିଁ, ବରଂ ତାହାର ପ୍ରତିବାଦରେ ସେମାନେ ମାସ ମାସ ଧରିକିରି କ'ଣ କଲେ? ଆନ୍ଦୋଳନ କଲେ। ହେଲା ନା। ତାପରେ ଦେଖିବା 19 ନମ୍ବର। 19 ନମ୍ବର କହିଛି, କେଉଁମାନଙ୍କୁ ରିଙ୍ଗ ଲିଡର କୁହାଯାଏ? ପିଲାମାନେ ଟିକେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆପଣମାନେ ଟିକେ ଭଲ ଭାବରେ ଏଟାକୁ ଧ୍ୟାନ ଦେବେ। ରିଙ୍ଗ ଲିଡର କେଉଁମାନେ କହିବା? ନା ବ୍ୟାସକବି ଫକୀରମୋହନଙ୍କ ପରି ଯେଉଁ ମାନେ ଓଡ଼ିଆ ଭାଷା ପାଇଁ ଚିନ୍ତା କରିବାର ସହ ପ୍ରତିକ୍ରିୟା ପ୍ରକାଶ କରୁଥିଲେ ସେମାନଙ୍କୁ କ'ଣ କୁହାଯାଉଥିଲା? ରିଙ୍ଗ ଲିଡର ବୋଲି କୁହାଯାଉଥିଲା।
नेक्स्ट 20 नंबर शासित को शासक ठारू किए दूरे रखिछि बोली लेखक कहते इंग्राजी भाषा और शिक्षा विदेशी शासक ठारू शासित को कौन रखिछि दूरे रखिछि हला पिले ए थिला आपण मानकर 20 नंबर तापर देखिबा हमें 21 नंबर रे सरलार्थ कहिछि सरलार्थ को हमें देखिबा देखंतु मातृभाषा माध्यम रे देश ताहा हुए नाही एटा को आपण मान लिखि देबे तो कौन कहे देखंतु उक्त पद्यांशटी पठित साहित्य सिंधु पुस्तकर मातृभाषा और लोकशिक्षा प्रबंधर आनीत एठारे प्राबंधिक श्रीजुक्त गोलोक बिहारी धल भाव प्रकाश करने निमंते मातृभाषा ही श्रेष्ठ भाषार माध्यम बोली प्रतिपादन करिसेंति मनुष्य जन्मर जो शिक्षा बा जो भाषा रे भाव ग्रहण और प्रकाश करिताय ताहाकु ही मातृभाषा कहबा पिले देखंतु जन्मरु जो पर्यंत माने जन्म समय रु जो भाषा को ग्रहण करिबा एवं जो भाषा को कहिबा ताकु मातृभाषा बोली कहिबा से भाषा रे कार्य करिबा पई ता मन रे जो स्वाभाविक उत्साह आसे अन्य भाषा रे ताहा संभव हुए नहीं 100 पृष्ठर ओडिया बही पढ़िबा को हमकु जेतिकी समय लागे सेतिकी पृष्ठर इंग्रेजी बही पढ़िबाकू ताठारु अधिक समय तथा अधिक मानसिक परिश्रम करने मध्य पड़े से ओडिया रे लेखिले ख्याति अर्जन करिथिबा ढेंकानाल रे ओडिया रे कविता लेखि ख्याति अर्जन करिथिबा ढेंकानाल रे जन्मित अन्नदाशंकर ओडिया छाड़ी बंगला रे लेखिले ए देश रे 150 वर्ष काल इंग्रेजी शिक्षा दियागले मध्य आज शतकड़ा 1.5 जन भारतीय इंग्राजी शिखि पारु नाहंती कारण निजको प्रकाश करने मातृभाषा ही सबुठारु सहज स्वाभाविक माध्यम तेणु एही भाषार स्वाभाविक फूर्ति अन्य भाषा रे नाही हला पिले तापर थिला 22 नंबर देखिबा 22 नंबर कौन कहछि किंतु आम देश रे ज्ञान भंडारटा इंग्राजी रे थिबारु कोटी कोटी जनता आखि थाउ थाउ कौन हेचंती अंध हो जाइछंती तो सेथिपई आमे लिखिबा उक्त पद्यांशटी उक्त गद्यांशटी पठित साहित्य सिंधु पुस्तकर मातृभाषा और लोकशिक्षा प्रबंधर आनीत एठारे प्राबंधिक गोलोक बिहारी धल भाषा शिक्षार माध्यम होइथिबारु लोकमाने किपरि ज्ञान लाभर वंचित होइछन्ति ताहा प्रतिपादन करिसन्ति तो कौन करिसन्ति ना देखंतु जो देशर बही गुड़िक सेमानकर मातृभाषा लेखा होइछि सेही देशर लोके सेही बही ज्ञान लाभ करुछन्ति बिलातर सब प्रकार ज्ञान को लोके बुझीबा भली सहज भाषा लेखा होतबार लोके से गुडी को पढ़ी शिक्षा लाभ करुछन्ति फल ज्ञानटा सेमानक पाखरे विस्तृत लाभ करिछि किंतु आम देश रे शिक्षा माध्यम होइछि इंग्रजी भाषा बही लेखा जाउछि इंग्रजी भाषा रे जो भाषा को पढ़िले मध्य मातृभाषा परि व्यवहार करबा सहज और स्वाभाविक हेउ नाही से बहिरु मध्य भाव बुझिबा पय अधिक समय परिश्रम करने को पड़े विशेषकर इंग्राजी अनभिज्ञ मनीष से विषय निकट में अंध सदृश अंध जेपरी किसी देखी पारे नहीं सही परी से माने से बही को देखि न पारी बा किछि देखि जानि पारंती नहीं एवं आम देशर ज्ञान भंडारटा इंग्रेजी भाषा रहिथिबारु ज्ञान कौन होतै ज्ञानटा लोकमानक मध्य प्रसारित न होई संकुचित हो जाउछि सेथिपई इंग्रेजी भाषा जोगु आम लोक माने अंधपरी ज्ञानालोकरू वंचित होइचंती बिले तापर देखिबा केते नंबर 23 नंबर 23 नंबर कहैछि वास्तव लोकमानक हाथकू क्षमता देई तांकर निज भाषा रे शासन कार्य चलेबा पय सुवर्ण सुजोग नदेले से क्षमतार अर्थ किछि न थाई वास्तव लोकमानक देश लिखिदब एमिति सेमिति लिखिदेबे प्रदत्त गद्यांशटी विशिष्ट भाषा विज्ञानी गोलोक बिहारी धलंकर मातृभाषा और लोकशिक्षा प्रबंधर संगृहित भारत परि गणतांत्रिक शासन व्यवस्था रे मातृभाषा माध्यम शिक्षार गुरुत्व संपर्क प्राबंधिक ठारे अवतरण करिसंति देखंतु गणतंत्र मूल मंत्र कौन है शिक्षा प्रत्येक भोटर उपयुक्त शिक्षा न पाए पर्यंत गणतंत्र सफल हो पारि नथिबो गणतंत्र शासन गणकर होइथिबारु सेठारे से ही शासन व्यवस्था सर्वोच्च अधिकारी लोकंकर हाथ को क्षमता प्रदान करी सेमानक पई मातृभाषा रे शासन चलेबा
ର କ୍ଷମତା ପ୍ରଦାନ ନ କରିବା ବିଡ଼ମ୍ବନା ବିଷୟ। ରୁଷ ସମେତ ପୃଥିବୀର ସମସ୍ତ ସଭ୍ୟତାର ଦେଶମାନଙ୍କରେ ସେମାନଙ୍କର ସରକାର ସମସ୍ତ ଶାସନ କାର୍ଯ୍ୟ ପାଇଁ ମାତୃଭାଷା ମାଧ୍ୟମରେ ଚଳାଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ଆମର ଏଠାରେ ତାର ଚରମ ବ୍ୟତିକ୍ରମ ଲକ୍ଷଣ। ସରକାରୀ ନିର୍ଦ୍ଦେଶାବଳୀ ବିଜ୍ଞାପନ ପାଠ୍ୟପୁସ୍ତକ ଆଦି ଗୁଡ଼ିକ ଇଂରାଜୀ ଭାଷାରେ ହେଉଥିବାରୁ ସଂଖ୍ୟାଧିକ ଇଂରାଜୀ ଅନଭିଜ୍ଞ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରୁ ସୁଫଳ ପାଇବାରେ ବଞ୍ଚିତ ହେଉଛନ୍ତି। ବାସ୍ତବରେ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ମାତୃଭାଷାର ପ୍ରଚଳନକୁ ପ୍ରାବନ୍ଧିକ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି ପିଲେ। ତାପରେ ଆମେ ଦେଖିବା 24 ନମ୍ବର, ବଥ ସିନା ବଥାଏ ଆବୁ କାହାର ବଥାଏ, ଆବୁ କାହାର ବଥାଏ ନାହିଁ। ତ ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରାନ୍ୱିତ। ଏଠାରେ ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ମାତୃଭାଷାର ଉନ୍ନତି ନିମନ୍ତେ ଯତ୍ନଶୀଳ ହେବା ପାଇଁ ସଚେତନ କରାଇଛନ୍ତି। ଆବୁ ଏକ ମାଂସଳ ପିଣ୍ଡ ଯାହା ଯନ୍ତ୍ରଣାଦାୟକ ନୁହେଁ, କିନ୍ତୁ ବଥ ଶରୀର ସହିତ ରକ୍ତ ସମ୍ପର୍କ ରହିଥାଏ, ତାହା ଯନ୍ତ୍ରଣା ଦିଏ। ସେହିପରି ଆମ ଭାଷା ସାହିତ୍ୟ ବିଶେଷ ପ୍ରଗତିଶୀଳ ନ ହେବା ଯାଏ ବିଶ୍ୱ ଦରବାରରେ ପରିଚୟ ଲାଭ ନ କରିବା ପାଇଁ ଆମ ପାଇଁ କ'ଣ ବେଦନାଦାୟକ, ଅନ୍ୟ ଭାଷାଭାଷୀଙ୍କ ପାଇଁ ତାହା ଏହା କ'ଣ ପିଲେ ଆବୁ ସଦୃଶ୍ୟ। ତେଣୁ ସେ ଯନ୍ତ୍ରଣାକୁ ଦୂର କରିବା ଆମ ଦାୟିତ୍ୱ। ବିଦେଶୀ ଶାସନ ତଳେ ଆମ ଭାଷା ଗତିରୋଧ ହୋଇଥିଲା, କିନ୍ତୁ ଆଜି ଆମକୁ ନିରଳସ ନିରବିଚ୍ଛିନ୍ନ ସାଧନା ମାଧ୍ୟମରେ ଭାଷା ସାହିତ୍ୟକୁ ଗତିଶୀଳ କରିବାକୁ ହେବ। ମାତୃଭାଷା ପାଇଁ ହୃଦୟରେ ଯଥେଷ୍ଟ ସଚେତନତା ତଥା ଆତ୍ମବୋଧ ଆତ୍ମସମ୍ମାନ ବୋଧ ପୋଷଣ କରିବାକୁ ହେବ। ତାହା ହେଲେ ଆମେ ଆମ ରାଜ୍ୟ ତଥା ଭାଷା ସାହିତ୍ୟ ଅନ୍ୟାନ୍ୟ ଭାଷା ପରି ବିଶ୍ୱ ଦରବାରରେ ପରିଚିତ ତଥା ସମ୍ମାନିତ ହୋଇପାରିବା। ସେତେବେଳେ ଆମେ ବଥର ଯନ୍ତ୍ରଣାରୁ ମୁକ୍ତି ପାଇପାରିବା। ତେଣୁ ମାତୃଭାଷା ପାଇଁ ସ୍ୱାଭିମାନ ଏବଂ ତାର ଉନ୍ନତି ପାଇଁ ଆମର ଏକାନ୍ତ କାମ୍ୟ ହେବା ଉଚିତ। ପିଲାମାନେ ବର୍ତ୍ତମାନ ଆମେ 24 ନମ୍ବର ଯାଏଁ ଆଲୋଚନା କରିଦେଲେ। ତ ତାର ଲଙ୍ଗ କ୍ୱେଶ୍ଚିନ୍ ଗୁଡ଼ିକ ଯଦି ଆପଣମାନେ ଲେଖିବାକୁ ଚାହୁଁଛନ୍ତି ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ନେକ୍ସଟ ଭିଡ଼ିଓରେ ଏହାର ଲଙ୍ଗ କ୍ୱେଶ୍ଚିନ୍ ନେଇ ଆସିବି। ରହୁଛି ପିଲାମାନେ, ଯଦି ଆପଣମାନଙ୍କୁ ଭିଡ଼ିଓଟି ନିଶ୍ଚିତ ରୂପେ ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟି ଦେବେ, ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦେବେ। ଓକେ ପିଲାମାନେ, ରହୁଛି, ପରବର୍ତ୍ତୀ ଭିଡ଼ିଓରେ ପୁଣି ଥରେ ଦେଖା ହେବ। ଜୟ ଜଗନ୍ନାଥ।